ମାଣବସା ଆସିଲାରେ ମାଣବସା ଆମ ଓଡ଼ିଆ ଘରେ ଏହି ପୂଜାଟିକୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି। ଆଉ ସେଇ ଦିନଟି ଆସିଗଲା। ସକାଳୁ ମାନେ 3:30 ରାତିରୁ ଆମେ ଉଠି ପଡ଼ିଛୁ। ଉଠିକି ଗାଧୁଆ ପାଧୁଆ ସାରି ଏଠି ଅଳତା ଲଗାଇବାକୁ ବସି ପଡ଼ିଛୁ। ଆପଣମାନେ ଜାଣିଛନ୍ତି ବିନା ଅଳତା ଲଗେଇକି ମାଣ କେବେ ବି ବସାନ୍ତିନି। ଆଉ ଆମେ ଏଠି ଅଳତା ଲଗେଇକି ବସି ପଡ଼ୁଛୁ। ଲଗେଇ ବି ସାରିଲୁଣି। ଆଉ ଶୀତ ବି ବହୁତ ହେଉଛି। ଶୀତ ପଡ଼ୁନଥିଲା କିନ୍ତୁ ମାଆଙ୍କର ପରୀକ୍ଷା କି କ'ଣ କେଜାଣି ସବୁ ସ୍ତ୍ରୀ ଲୋକମାନଙ୍କ ପାଇଁକି ବହୁତ ଶୀତ, ମାନେ ଏତେ ଶୀତ ହେଉଥିଲା ପୁରା ହାତ ଗୋଡ଼ ପୁରା କୋଲ ମାରିଯାଉଥିଲା। ଦେଖୁନାହାନ୍ତି ମୁଁ କେମିତି ଡେଇଁକି ଆସୁଛି। ତମେ ଚାଲ ମା ଧାନ ନେଇକି ଯାଉଛି। ଏବେ ସମୟ ହେଲାଣି 4:30 ରାତି ହେଇଗଲାଣି। ଆଉ ମୁଁ ଏବେ ଯାଉଛି ବାହାରେ କଳସ ବସେଇଦେବି। କଳସ ବସେଇ ସାରିଲା ପରେ ତାପରେ ଯାଇକି ଆମେ କୋଉଠି ଘରର ମାଟି ପୂଜା ପାଠ ଥୋଇବି କରିବୁ। କୋଉଠି ଏବେ ବସିବି? ଆସିଗଲି ମୁଁ କଳସ ବସେଇବାକୁ। ଏବେ ତ 4:30 ରାତିରୁ ସବୁ ହୁଳାହୁଳି ଆମକୁ ଶୁଣାଯାଉଛି। ଆପଣମାନଙ୍କୁ ଶୁଣାଯାଉଥିବେ। ମୁଁ ତ ଭଏସ୍ କଟ୍ କରିଛି, ଆପଣ କେମିତି ଜାଣିବେ। କିନ୍ତୁ ଆମେ ଯେତେବେଳେ ଉଠିକି ଗାଧୁଆ ପାଧୁଆ ବି କରୁଥିଲୁ ସେତେବେଳେ ହୁଳାହୁଳି ଶୁଣାଯାଉଥିଲା। ଆଉ ଏବେ ବି ଆମେ ଯେତେବେଳେ ବାହାରେ କଳସ ବସଉଛୁ ସେତେବେଳେ ବି ବାହାରେ ମାନେ ହୁଳାହୁଳି ଶୁଣାଯାଉଥିଲା। କାହିଁକିନା ସବୁ ମାଣ ବସେଇ ମାନେ ସେତେବେଳକୁ ଅଧା ଲୋକ ମାଣ ବସେଇ ସାରିଲେଣି, କାହିଁକିନା ହୁଳାହୁଳି ଶୁଣାଯାଉଛି। ତାପରେ ଆଉ ଗୋଟେ କଥା, ରାତିରୁ ବି ଅଧା ଲୋକ ଶୋଇ ବି ନଥାନ୍ତି। କାହିଁକିନା କାହାର ପୁରା 2ଟା ରାତିରୁ ଉଠିକି ସବୁ ସାରିକି 3ଟା ରାତି ବେଳକୁ କି 3:30 ବେଳକୁ ଏମିତି ମାଣ ବସାନ୍ତି। ଆମର ସେମିତି କିଛି ନାହିଁ। ଆମର ଠିକ୍ 5:30 5:30 ଭିତରେ ଆମର ମାଣ ବସେ। ତାରି ଭିତରେ ଆମକୁ ସବୁ ସାରିବାର ଅଛି। ଆଉ ଆମେ ନୁହେଁ, ସମସ୍ତେ ବି ଗୋଟେ ଦିନ ଆଗରୁ ପୁରା ସବୁ ସାରିକି ରଖିଥାନ୍ତି। ତା ଦୁବ, ବରକୋଳି ପତ୍ର, ଆମ୍ବ ଡାଳ, ଫୁଲ ସବୁ ଆଣିକି ରଖିଥାନ୍ତି। ଆଉ ଭୋଗ ସାମଗ୍ରୀ ସବୁ ଆଣିକି ରଖିଦେଇଥାନ୍ତି। ତା ପରଦିନ କେବଳ ଥାଏ ମାଣ ବସାନ୍ତି। ଆଉ ଯାହା ପିଠାପଣା ଯାହାର ଯାହା ସବୁ ହୁଏ ସବୁ ବନାନ୍ତି। ଆମର ତ ସବୁ ସକାଳୁ ସଜ ହୁଏ, ସେଥିପାଇଁ ଆମେ ସକାଳୁ ବନେଇଥାଉ। ଆଉ କାହାର 3 ପାଳି ଯାକ ମାଣ ପୁରା ଯେମିତି ବସିବା କଥା ସେମିତି ବସେ, ପୁଣି ତାକୁ ଥୁଅନ୍ତି, ପୁଣି ମାଣ ବସାନ୍ତି। ଆମର ସେମିତି କିଛି ନାହିଁ। ଆମର ଅନାଗି ପାଳି ସେମିତି, ଆମର ଅନାଗି ପାଳିରେ ଗୁଆ ଥୁଆ ହେଇକି ଜଷ୍ଟ ଖାଲି ସକାଳ ଭୋଗ ହେବ। ଆଉ ଦ୍ୱିପହର ନାଗିଟା ଦିଆ ହୁଏନି। ଆଉ 2 ପାଳି ଆମର ଯେଉଁ ଯାହା ନାଗି ସକାଳୁ ପୂଜା ହୁଏ। ଆଉ 2 ପାଳି ଯେଉଁ ମଝିରେ ମାନେ ଯେଉଁ ବାଳ ଭୋଗ ହୁଏ, ଯେଉଁ ନାଗି ଦିଆ ହୁଏ। ଆଉ ଲାଷ୍ଟ ଦିନ ମାଣ ବସେ। ଆଉ ଜଣଙ୍କର ତ 3 ପାଳି ଯାକ ପୁରା ମାଣ ବସେଇକି ପୁରା ମାଣ ବସେଇବେ, ପୁଣି ଉଠେଇକି ରଖିବେ, ପୁଣି ମାଣ ବସେଇଲା ଦିନ ଉଠେଇବେ। ଆଉ କାହାର ମାଘ ମାସରେ ବି ମାଣ ଉଦଯାପନ କରନ୍ତି। ଏମିତି ଆମର ମାର୍ଗଶିର ମାସରେ ହିଁ ସବୁ ସରିଯାଇଥାଏ। ଆଉ ମାର୍ଗଶିର ମାସରେ 3 ପାଳି ଗଲା ପରେ ଯେଉଁ 4 ପାଳି ମାଣ ବସେ, ସେଇଥିରେ ମାଣ ବସିକି ଉଠା ହେଇଯାଇଥାଏ। ଆଉ ଏଇଠି ଦେଖିପାରୁଥିବେ ଆମର କଳସ ପୂଜା ସରିଗଲା। ଏବେ ଆମେ ଯାଇକି ଚଉର ପୂଜା କରିଦେବୁ। ଚଉର ପୂଜା କରିସାରିଲା ପରେ ଯାଇକି ମାଣ ବସେଇବୁ। ଆଉ ମାଣ ବସେଇ ସାରିଲା ପରେ ତାପରେ ଘର ପୂଜା ହରିକା କରିକି ତାପରେ ପିଠାପଣା ପାଇଁ ଅଲରେଡ଼ି ଆମେ ଯେତେବେଳେ ଗାଧେଇ ସାରିକି ଆମେ ସବୁ ବତୁରା କରିଦେଇଥିଲୁ। ବିରି ଚାଉଳ ସବୁ ବତୁରା କରିଦେଇଥିଲୁ। କାହିଁକିନା ଜାଣିଥିବେ ଯେତେ ମାନେ ବତୁରିଲେ ସବୁ ହେଲେ ଯାଇକି ଆମର ସବୁ ବନା ହେବ, ଚାଉଳ ଗୁଣ୍ଡ ହେବ, ଆଉ ବିରି ବଟା ହେବ। ସବୁ ବତୁରା କରିଦେଇକି ଆମେ ଏଇଠି ଆସିକି ଯେଉଁ ପୂଜା କରୁଛୁ। ତାପରେ ମାଣ ବସେଇ ସାରି ଘର ପୂଜା ପାଠ ସରିଲା ପରେ ଟିକେ ଭୋଗ ପାଇ ଦେଇକି ତାପରେ ଆମେ ପିଠାପଣା ଷ୍ଟାର୍ଟ କରିବୁ। ସକାଳ ଭୋଗଟା ଦିଆହେବ ଆମର ଛେନା କଦଳୀ, ମାନେ 10 ପ୍ରକାର ଖଣ୍ଡେ ଫଳମୂଳ ସବୁ ପଡ଼ିକି ଛେନା କଦଳୀରେ ସେଇଟା ଗୋଟେ ଚକଟା ହେଇକି ପୂଜା ହେବ ସକାଳ ଭୋଗଟା। ତାପରେ ଦ୍ୱିପହରେ ପିଠାପଣା ପୂଜା ହେବ, ଯେଉଁଟା ମାଣ ବସିବ। ତାପରେ ସନ୍ଧ୍ୟାବେଳେ ପଣା ଦିଆ ହେଇକି ପୂଜା ହେବ। ଆଉ ଏଇଠି ଦେଖିପାରୁଥିବେ ଆମେ ଚଉରା ପୂଜା କରୁଛୁ। ଚଉରା ପୂଜା ସକାଳୁ ବୋଧେ 4:45 ହେଇଯିବଣି। 4:45 4:50 ଖଣ୍ଡେ ହେଇଯିବଣି। ଆମର ଟିକେ ଚଉରା ପୂଜା ହେଉଛି। ଚଉରା ପୂଜା କରିସାରିଲା ପରେ ଆମେ ଯାଇକି ଏକାଳେ ମାଣ ବସେଇବୁ। କାହାର ମାଣ କେତେଟାରେ ବସୁଛି କମେଣ୍ଟ ବକ୍ସରେ ଜଣେଇବେ। ଆଉ କେମିତି ବସୁଛି ସକାଳ ଜଣଙ୍କର ବି ଅଛି। ସକାଳେ ଯାହାର ସଜ ମାଣ ଧୁଆ ହେଇକି ପୂଜା ହୁଏ, ସେମାନଙ୍କର ସକାଳେ ମାଣ ଧୁଆଧୁଇ କରିକି ଶୁଖେଇ ସାରିଲା ପରେ ଯାଇକି ପୂଜା କରନ୍ତି। ଆଉ ଯାହା ହଉ ଆମର ଗୋଟେ ଦିନ ଆଗରୁ ମାଣ ଧୁଆଧୁଇ ହେଉଛି। ମାଣ ଧୁଆଧୁଇ ହେଇସାରିଲା ପରେ ପିଆଜ ରସୁଣ ବି ଖିଆ ହେବନି, କାହିଁକିନା କେତେ ଲୁଗାପଟା ବଦଳିବ ଜାଣିକି ଆମ ଘରେ ପିଆଜ ରସୁଣ ପୁରାଉନି। ଆଉ ସେତେବେଳେ ବାପା ବୋଉ ଥିଲାବେଳେ ମାନେ କରିଦେଉଥିଲେ ପିଆଜ ରସୁଣ, କାହିଁକିନା ବୋଉ ଧୁଆଧୁଇ କରୁଥିଲେ ମାଣ, ତ ସେଥିପାଇଁ। ଆଉ ଏଇଠି ଆମର ଚଉରା ପୂଜା ହେଇଗଲା। ଚଉରା ପୂଜା କରିସାରିଲା ପରେ ଆମେ ଯିବୁ ମାଣ ବସେଇବୁ। ଏବେ ସମୟ ହେଲାଣି 5ଟା ହେଇଗଲାଣି। ଆମେ ଉଠିଛୁ ଆକ୍ଚୁଆଲି 3:30ରେ ଉଠିଛୁ। 3:30 ଉଠିକି ସବୁ ଯାହା ସବୁ କାମ ସାରିକି ଆସିକି କଳସ ବସେଇଥିଲୁ।
तापर चौरा पूजा करलु एबे जाऊचु सब माण रेडी करके माण बसैबू काल तो सब रेडी होगी रखा जाइए एबे खाली माण बसैबू पूजा पूजा सरीगला जहाँ भी चलो जी माण बसै माणटा तो आप सहित सेयार करेंगे पूजा पूजी कि करदेव जल्दी तो शीत छाड़ीगला मान बसी सारापर घर पूजा पाठ करिकी सब सारिकी आसिक जहाँ बटा बटी जंता जंती करके आसिक ये पिठा गढ़िया लगिचु आग 5टा गढ़ी रखीदेची आपर एगुड़ा जो एक्सट्रा अच्छी जो अधिका है बस गढ़ुचु मंडा पिठा भी चटनी तैयारी भी पूर भी तैयारी चकुली गोड़नी पिठा तोरण सब रेडी हो रखाई बरापाई एक गढ़ी देकी जाकि आम सब बनइबू जाकि नागिदेबू आमर पूजा पूजी सरीगला नागी एरिया देदेलु आसगलु रोषे को रोषे करने रोषे कर खाली अरुआ डालमा खाइबे कहीं पिठापना जमा भी खाइबे आम जहाँ जो जी जिन पूजा है कबिर मोर टी खाई दीचु आकु ही खाइबू एम अरुआ डालमा बसी खाइबे समय है 12:30 समय 12:30 कौन कौन सब चलो देखा माने जहाँ करके पूजा कर देचु आ सब अच्छी हो गरम गरम सब हबो काकीरा आदि साइज हमरो एठी काकरा हेगी रखा है आ काली पूजा पूजी सब सरीगला पूजा पूजी सरीगला परे आसिक देखो कौन कौन पिठा आमर है खाली तोरणटा आमर माने सेपटे ठाकुर पाखे अल्प होती रही जाइए मंडा पिठा चकुली बरा आटा काकरा आरिसा आमर पिठा होता आज रोषे तो किसी बेसी किसी है खाली अरुआ भात डालमा आलू चटनी बैगन भजा आउ खाइबे किए ये झी पुओ 3 जन मात्र खाइबे इनका जाऊँ बाड़ी देवी आउ पुओ झी आउ टे खाइबे आठी बबी बाढ़ुची पिठापना कौन है देखिले तो आपण मैंने कौन कौन सब पिठापना होमर हाँ चलो चल आस खाइब आस ना रुह चलो एटा कौन जानते यहाँ हूँ सोफा कभर माने जो पुराना हो जाए आसन कर दूचे आपण मैंने भी सेया करेंगे खाओ गरम गरम भात डालमा कौन कहलु हेलो हाय नमस्कार साना बड़ समस्त रश्मि सदाଙ୍କ तरफରୁ ढेर सारा प्यार आशा करछि आपण मन समस्त बहुत भले थिबे हमनी भले रहछु आज हमर ओटा नुआ फ्रेश ब्लॉग आपण मन स्वागत आज होची जानजनी मार्गशीर मासर गुरुवार मानवसा गुरुवार आ सकाल तो कितने सारा काम अछि माने काम चली जोड़ी आपण मन सहित हम तो सब शेयर करिछि आ केवल ठाकुर शेयर करबो भी टाइम होनी आज एबे समय टिके मिलिला तापर फ्री हेकी आसीकी आमे टोटल चलते माने कथा हेकी पळे आसीबा दी जन जाक छातु पळे आसु आज भी गोटे जिनस सब दिन सकाले शीत हुए कि आज गोटे अजीब टाइप रो शीत माने आमे जेमती माण बसई देलु माण बसई आसी दी जन जा बसिचु माने गोड़ हाथ पूरा कोलैप्स हो गला पूरा हाथ फात पूरा केम्पा केम्पा हेला एते जोरे बेले इच्छा होतला खरा दरकार एना खरा होची मु खरा कहली एना खरा काटुची एबे खरा काटुची कि भल लागुची हां एबे भल लागुची आ आपण मानकर पूजा केमती हला आपण माने कमेंट रे जणातु आज होची काहारा एथर को माने जो मार्गशीर मास रे माण बसुची सेटा भी कमेंट रे जणातु हमर तो मार्गशीर मास रे ही बसे जन जन को माघेरे उज्जा होय जहाले मार्गशीर मास माने मार्गशीर मास तार फीलिंग्स ये से किछि ओटा अलग प्रकार से लागे आ सकाळु के एते सारा काम मानवसा तो सकाळु तुमको एते ओटा जोश आसी जाय जे तुम केते जल्दी केमिति मां को देर काम हे जाय छत्तु कोइ हेलो कर देलु हाय कर देलु बाय कर दे हाय बाय कर दे हाय कलु हमें से रील्स करछि आसी हम हैरान कर आसा जी बा कोना ना बबी कोइ जाचु बाया कृष्णा काई कृष्णा देखी आइलु काई कृष्णा आइला आमे छात्र आसी खरा होची आसी दुष्ट होनी एते दुष्ट नहीं ना आमे रील्स कले से चुपचाप बसिला कृष्णा
ତା 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 ଦେଖୁନ ତାକୁ ବି ଫୁଟବଲ ଜିନିଷ ଦେଖିବ ମାନେ ତାକୁ ବି ଗୋଇଠା ମାରୁଛି। ଆରେ ଗୋଟେ କାଗଜକୁ କାଲି ଧରି ଖେଳୁଥିଲା ସେ ଦେଖି ତା ଛୋଟ ଛୋଟ ଜିନିଷ ସେ କଣ କ୍ରିଷ୍ଣା ହଁ ଆସ ଯିବା ଗୋଟେ ଡଗରା ପିମ୍ପୁଡି ଗଲା ତାକୁ ଦେଖିକି ମାମା ମାମା ହଉଛି। ଏଇ ଚାଲ ଯିବା ଘରକୁ ହେଇଗଲା ଘରକୁ ଯିବା କଥା କହିଲେ ଆସିଲି ତ କପଡ଼ା ଭାଙ୍ଗିକି ମୋର ଥୋଇଛି ନେଇକି ଯିବି। ନାନୀ ଆସିଲେ ରିଲ୍ସ ଟିକେ କରିଦେଲୁ ବ୍ଲଗ୍ ଟିକେ କରିଦେଲୁ ତାପରେ ତଳକୁ ଯାଉଛି ଟିକେ ବସିବୁ। ଜଗାକୁ ଡାକିଲୁ ତା 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 कृष्णा काई ता 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 कृष्णा काई